ଯେତେବେଳେ ମେହେନ୍ଦି ବିଧି ଚାଲିଥିବ ଏବଂ ଜ୍ୟୋତି ମେହେନ୍ଦି ଲଗେଇବେ ପୂର୍ବୀଙ୍କ ହାତରେ, ତାଙ୍କ ହାତ ଜଳା ପୋଡ଼ା ହେବ। ତାପରେ ସେ ଭାବିବେ ଯେ ପୂର୍ବୀ ଭଳି କାହିଁକି ଆକ୍ଟିଂ କରୁଛନ୍ତି ବା ପୂର୍ବୀଙ୍କ ଏଭଳି କ'ଣ ହେଲା, କାହିଁକି ନା ଜ୍ୟୋତି ଠିକ୍ ମେହେନ୍ଦି ଲଗେଇଲେ। କିନ୍ତୁ ଏସବୁ ମାନସୀ ଏବଂ ପୂର୍ବୀଙ୍କ ପ୍ଲାନ୍ ଥିଲା। ଜାଣିଶୁଣି ସେମାନେ ଜ୍ୟୋତିଙ୍କୁ ହଇରାଣ କରିବାକୁ ଚାହୁଁଥିଲେ। ତାପରେ ପବନ କିଛି ମେହେନ୍ଦି ଯେତେବେଳେ ତଳେ ପକାଇଲେ, ଦେଖାଗଲା ଯେ ସେ ମେହେନ୍ଦିରେ କେମିକାଲ ମିଶିଛି ଏବଂ ମେହେନ୍ଦିରୁ ଧୂଆଁ ବାହାରିଛି, ଯାହାଦ୍ୱାରା ସେ ମେହେନ୍ଦି ପୂର୍ବୀଙ୍କ ହାତରେ ଲାଗିବା ପରେ ସେଥିରୁ ଜଳାପୋଡ଼ା ଆରମ୍ଭ ହେଲା ତାଙ୍କର। ତାପରେ ପବନ ରାଗିଯାଇ କହିବେ, ଭାଇ ଏସବୁ ଯାହା ହେଉଛି କିଛି ଠିକ୍ ହେଉନି, ତୁମେମାନେ ମୋ ଖୁସି ଦେଖିପାରୁନ। ତାପରେ ଜ୍ୟୋତି ଜୀବନଙ୍କ ପାଇଁ ଉତ୍ତର ଦେବେ, ପବନ ବାବୁ ଯାହା କହୁଛ ଏସବୁ ଭୁଲ, ତୁମେ ଏଭଳି କଥା କୁହନି। ତାପରେ ପବନ କହିବେ, ଭାଉଜ ତୁମେ ଚୁପ୍ ରୁହ, ତୁମେ କିଛି ବି କଥା କୁହନି। ଏବେ ଯାହା ବି ହେଲା, ୟା ପରେ ଆମ ପରିବାରରେ ଯେଉଁ ମୁଁ ଗାର ପକାଇଥିଲି ତାହା କିଛି ବି କାମର ନୁହେଁ। ଆମେ ଆଉ ଜମା ବି ଗୋଟିଏ ପରିବାରର ନୁହେଁ। ତେଣୁ ଏଇସବୁ ନାଟକ ଏବଂ ତାମସା ବନ୍ଦ କରି ଏ ଘର, ଏ ଉଆସ, ଏସବୁ ଭାଗବଣ୍ଟା ହେବା ଦରକାର। ଯେତେବେଳେ ପବନ ଏଇ କଥା କହିବେ, ଜୀବନଙ୍କ ଆଖିରେ ଲୁହ ଆସିଯିବ, ସେ ପୁରା କାନ୍ଦ କାନ୍ଦ ହୋଇଯିବେ। କିନ୍ତୁ ତାଙ୍କ ମା ମୋହିନୀ, ପବନଙ୍କ ବାପା ରଘୁ ଏବଂ ମାନସୀ ଏବଂ ପୂର୍ବୀ ଏମାନେ ବହୁତ ଖୁସି ହେଉଥିବେ, କାହିଁକିନା ଏମାନେ ପରିବାରର ଉଆସର ଭଲ ଚାହୁଁନଥିବେ। ଜୀବନ ପୁରା କାନ୍ଦ କାନ୍ଦ ହୋଇଯିବେ। ମା ଠାକୁରାଣୀ ପୁରା ରାଗିଯିବେ ଏବଂ ଜୀବନଙ୍କ କଥା ଭାବି ପବନକୁ ଏକ ଶକ୍ତ ଚାପୁଡ଼ା ମାରିବେ ଏବଂ ପବନଙ୍କ ମୁହଁ ତଳକୁ ହୋଇଯିବ। ମା ଠାକୁରାଣୀ କହିବେ, ଆରେ ତୁ କ'ଣ ଚାହୁଁଛୁ? ହଁ, ତୁ ଏ ଘରେ ଗାର ପକେଇଲୁ, ତୋ ମନ ଏତିକିରେ ଶାନ୍ତି ହେଲାନି, ଏବେ ଭାଗବଣ୍ଟା କଥା କହୁଛୁ? ତୁ କ'ଣ ପାଗଳ ହେଇଯାଇଛୁ? ହଁ, ଏମିତି କ'ଣ କହୁଛୁ ଏଇସବୁ କଥା?